ସକାଳୁ ସକାଳୁ ମୁଢ଼ି ସାଙ୍ଗରେ ଚିକେନ ଝୋଳ ଖାଇବାର ସୁଯୋଗଟି କେମିତି ମିଳିଲା? ହ୍ୟାଲୋ ଗାଇସ୍, ମୁଁ ଅଭିଷେକ ଚେନ୍ନାଇରେ କାମ କରେ। 365 ଚ୍ୟାଲେଞ୍ଜ ପାଖର ଆଜି ହେଲା ଡେ 21। ସକାଳୁ ସକାଳୁ ଚିକେନ ଦୋକାନ ମୁଁ ହାଜିର। କଥା କ'ଣ କି, ମୋର ତ ନାଇଟ୍ ସିଫ୍ଟ ଚାଲିଛି, ଆଉ ନାଇଟ୍ ସିଫ୍ଟ ହେଲା ବେଳକୁ ସକାଳ ହେଇଯାଇଥିଲା। ଆସିଲା ବେଳେ ଦେଖିଲା ଚିକେନ ଦୋକାନଟା ଓପନ୍ ଥିଲା। ଆଉ ଚିକେନ ଦୋକାନ ଓପନ୍ ଅଛି, ଚିକେନ ନହେଲେ ହବ କି? ଚିକେନ ନେଇ ଆସିଲି, ତାପରେ ଧୋଇଦେଲି, ରେଡ଼ି କରିଦେଲି। ଭାବିଲା ଆଜି ସକାଳୁ ସକାଳୁ ରୋଷେଇ କରିଦେବି। କିଏ ଉଠିକି ରୋଷେଇ କରୁଛି? ଯେହେତୁ ଚିକେନ ମିଳିଲା, ଆଉ ସୁଯୋଗର ଫାଇଦାଟା ଉଠେଇବା ନା। ଆଉ ଆଳୁ କାଟି ଦେଇକି ତାକୁ ଭାଜିଦେଲି। ତାପରେ ମସଲା ଗ୍ରାଇଣ୍ଡିଙ୍ଗ କରିକି ମସଲା ତେଲରେ ପକେଇକି ଛାଡ଼ିଦେଲି। ତାପରେ ସବୁତକ ମସଲା ପକେଇ ଟମାଟୋ ପକେଇ ଘାଣ୍ଟିଲି। ତାପରେ ଏଠି ଚାଲି ଟିକେ ବ୍ରସ୍ କରିବାକୁ ତ କରିବାକୁ ପଡ଼ିବ ନା। ତାପରେ ବ୍ରସ୍ କରିଦେଲି। ଭୋକ ବହୁତ ଜୋରେ, ଚିକେନ ଦେଖିକି ଆହୁରି ଭୋକ ଅଲଗା ପ୍ରକାର। ତାପରେ ଚିକେନ ପକେଇକି କଷିଦେଲି। ଭାବୁଥାଏ ଚିକେନଟା କେତେବେଳେ ହବ? ଯେତେ ଜଲ୍ଦି ହବ ସେତେ ଜଲ୍ଦି ଖିଆ ହବ। ତାପରେ ପାଣି ଦେଇଦେଲି। ପାଣି ଦେଲା ପରେ ଟିକେ ଫୁଟିଲା ପରେ ଚିକେନ ତରକାରୀ ଆମର ରେଡ଼ି ହେଇଗଲାଣି। ତାପରେ ଧଣିଆ ପତ୍ର ପକେଇକି କରିବା ପରେ ଶେଷ ହେଇଗଲା। ଆଉ ନେଇ ଆସିଲି ମାର୍କେଟରୁ ମୁଢ଼ି ଆଉ ଚିକେନ ଝୋଳ। ହଁ ସାଙ୍ଗମାନେ, ସକାଳୁ ସକାଳୁ ଏମିତି ଯଦି ମିଳିଯାଉଛି ଆଉ କ'ଣ ଦରକାର? ସିରିୟସଲି ତାକୁ ଖାଇ ଦେଇକି ଚାଲିଲି ମୁଁ ଶୋଇବା ପାଇଁ। ଶୋଇକି ଉଠିଲା ବେଳକୁ ହେଇଗଲାଣି ସମୟ 3ଟା। ଯେହେତୁ ପେଟେ ଖାଇ ଦେଇଥିଲି ଆଉ ନିଦ ଟୋଟାଲି ଭାଙ୍ଗୁନଥିଲା। ତାପରେ ଖାଇଲି ଚିକେନକୁ ଭାତ। ଆଜି ପାଇଁ ଏତିକି। ବ୍ଲଗଟି ଭଲ ଲାଗିଥିଲେ ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେନି। ରହିଲି, ଜୟ ଜଗନ୍ନାଥ।